ଥରେ ଏକ ବହୁତ ଅଳସୁଆ ସାପ ଥିଲା। ସେ ସବୁବେଳେ ଛୋଟ ଛୋଟ ଜୀବମାନଙ୍କୁ ଠକିଥାଏ ଏବଂ ଖାଏ। ଏହା ତା'ର ନିତିଦିନିଆ କାମ ଥିଲା। ନିକଟସ୍ଥ ପୋଖରୀରେ ବହୁତ ବେଙ୍ଗ ରହୁଥିଲେ। ସେ ମନେ ଭାବିଲା, ବୋକା ଏବଂ ନିରୀହ ବେଙ୍ଗମାନଙ୍କୁ ଶିକାର କରି ଆଜି ପେଟ ପୂରା ଖାଇବ। ଏଣୁ ସେ ସେହି ପୋଖରୀ ଅଭିମୁଖେ ଯାତ୍ରା ଆରମ୍ଭ କଲା। କିଛି ସମୟ ପରେ ସେ ବେଙ୍ଗ ରହୁଥିବା ପୋଖରୀ ପାଖରେ ପହଞ୍ଚିଲା ଏବଂ ବେଙ୍ଗମାନଙ୍କୁ କହିଲା, ଆଜିକାଲି ମୁଁ ଗୋଟିଏ ବି ଭେଜ୍ ଖାଏ ନାହିଁ। ମୁଁ ସମ୍ପୂର୍ଣ୍ଣ ଭାବେ ହତ୍ୟା କରିବା ଛାଡ଼ି ଦେଇଛି। ମୁଁ ଭଲ ହୋଇଗଲି, ମୁଁ ସତ କହୁଛି। ଏହା କିପରି ହେବ? ବେଙ୍ଗମାନେ କହିଲେ। ମୁଁ ଜଣେ କ୍ୟାଚରକୁ ଭେଟିଲି ଏବଂ ସେ କହିଲା, ମୁଁ ଏକ ବେଙ୍ଗ ପୋଖରୀ ଦେଖିଛି। ଆଜି ମୁଁ ବେଙ୍ଗ ଧରିବାକୁ ଯାଉଛି। ସେଥିପାଇଁ ମୁଁ ତୁମମାନଙ୍କୁ କହିବାକୁ ଆସିଛି ଯେ ତୁମେ ଯଥାଶୀଘ୍ର କ୍ୟାଚର ଠାରୁ ତୁମର ଜୀବନକୁ ରକ୍ଷା କର। ଯେତେବେଳେ ବେଙ୍ଗମାନେ ଏହା ଶୁଣିଲେ, ସେମାନେ ସନ୍ଦେହୀ ଓ ଭୟଭୀତ ହୋଇଗଲେ। ଏହା ସେମାନଙ୍କୁ ସତ୍ୟ ଭଳି ଲାଗିଲା ଏବଂ ବେଙ୍ଗମାନେ ମଧ୍ୟ ଭାବିବାକୁ ଲାଗିଲେ, ଯଦି ସେ ସତ୍ୟ ଜାଣନ୍ତି ତେବେ ସେ କିଏ? କ୍ୟାଚର ଆମକୁ ଧରିବା ପୂର୍ବରୁ କ'ଣ ହେବ? ଆମକୁ କୌଣସି ନିରାପଦ ସ୍ଥାନକୁ ଯିବାକୁ ପଡ଼ିବ। କିନ୍ତୁ ଆମେ କେଉଁଠାକୁ ଯିବୁ? ବେଙ୍ଗ ନେତା କହିଲେ। ମୁଁ ତୁମକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯିବି। ବେଙ୍ଗମାନେ ସାପର କଥାରେ ରାଜି ହେଲେ ଏବଂ ସାପ ପିଠିରେ ବସିଲେ। ବେଙ୍ଗମାନଙ୍କୁ ସାପ ମାରି ଖାଇବା ପାଇଁ ନେଇଗଲା। ସାପ ମନେ ମନେ ଭାବିଲା, ମୁଁ ଗୋଟିଏ ବେଙ୍ଗ ଖାଇବା ପାଇଁ ଚିନ୍ତା କରୁଥିଲି, କିନ୍ତୁ ଏଠାରେ ମୋତେ ଅନେକ ବେଙ୍ଗ ମିଳିଯାଇଛନ୍ତି। ସେମାନଙ୍କୁ ମୁଁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଏ। ମୁଁ ସେମାନଙ୍କୁ ମୋ ପେଟ ଭିତରେ ପହଞ୍ଚାଇବାକୁ ଯାଉଛି। ସେମାନେ କିଛି ଜାଣନ୍ତି ନାହିଁ। ଭାରି ବୋକା ଗୁଡ଼ାକ। ତୁମେ ସୁରକ୍ଷିତ ଭାବରେ ବସ। ମୁଁ ଏବେ ଦ୍ରୁତ ଗତିରେ ଚାଲିବି। ମୁଁ ଏମାନଙ୍କୁ ନେଇ ରାସ୍ତାରେ ଗୁମ୍ଫା ଭିତରକୁ ଯାଏଁ। ଗୁମ୍ଫାକୁ ଦେଖି ସାପ ତା ଭିତରକୁ ଯିବାକୁ ଲାଗିଲା। ଭାଇ, ତୁମେ ଏହି ଗୁମ୍ଫାକୁ କାହିଁକି ଯାଉଛ? ମୁଁ କିଛି ବିଶ୍ରାମ ନେବି ଏବଂ ତୁମ୍ଭମାନଙ୍କୁ ମୋ ପେଟ ଭିତରେ ଭର୍ତ୍ତି କରିବି। ସାପ ଭାଇ, ଆମକୁ ହତ୍ୟା କର ନାହିଁ। ଗୁମ୍ଫା ଯେଉଁଠାରେ ସାପ ବେଙ୍ଗ ଖାଏ। ମୁଁ ସେଠାକୁ ଯାଇ ଏକ ନେଉଳ ପାଇଲି। ବିଶ୍ୱାସଘାତକ ସାପ ତାହା ଜାଣିନଥିଲା। ଯିଏ ଅନ୍ୟମାନଙ୍କ ପାଇଁ ଖାଲ ଖୋଲିଥାଏ, ସେ ନିଜେ ପଡ଼ିଥାଏ। ବେଙ୍ଗ ଖାଉଥିବା ସାପମାନଙ୍କ ସହିତ ସମାନ ଘଟଣା ଘଟେ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ, ତେବେ କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।